କେତେ ଜଣ ମୋଟ ଆହତ ହେଇଛନ୍ତି ଏବଂ କାହିଁକି ଘଟଣା ଘଟିଲା ଏଥିରେ କିଏ କାହାକୁ ବର୍ତ୍ତମାନ ଗିରଫ କରାଯାଇଛି? ଦେଖନ୍ତୁ କାଲି ଉପରବେଳା ପ୍ରାୟ 4:30 ସମୟରେ ସେ ସାଇନ୍ସ ପାର୍କ ବସ୍ତିରେ ଗୋଟେ ଫ୍ୟାମିଲି ଭିତରେ ଗଣ୍ଡଗୋଳ ହେଇଛି। ସେଥିରେ ଟୋଟାଲ 3 ଜଣ ଇଞ୍ଜର୍ଡ ଅଛନ୍ତି। ତ ମାଇନର ଇଞ୍ଜୁରୀ 2 ଜଣଙ୍କର ଅଛି ଆଉ ଜଣେ ମେଜର ଇଞ୍ଜୁରୀ ଅଛି, ସେ ହସ୍ପିଟାଲାଇଜ ବର୍ତ୍ତମାନ ହେଇଛନ୍ତି। ଘଟଣା ଏଇଆ ଯେ ସେ ଚନ୍ଦନ ବୋଲି ଗୋଟେ ପିଲା, ତାର ଦାଦା ପୁଅ ସେ ବସ୍ତିରେ ବାବୁଲି ବୋଲି ତା ଦାଦା ପୁଅ ପାଖକୁ ଯାଇଥିଲା। ବାବୁଲି ଆକ୍ଚୁଆଲି ଟିକେ ମେଣ୍ଟାଲି ଟିକେ ଆବନର୍ମାଲ ଭଳି ଅଛି। ସେ ତାକୁ ଯାଇ କହିଲା ଯେ ବାବୁଲି ତତେ ମୁଁ ମେଡିକାଲ ନେଇଯିବି, ଟ୍ରିଟମେଣ୍ଟ କରିବି, ଚାଲ ବୋଲି। ସେଇ କଥାକୁ ନେଇକି 2 ଜଣ ଭିତରେ ପାଟିତୁଣ୍ଡ ହେଲା। ପାଟିତୁଣ୍ଡ ହେଇକରି 2 ଜଣ ଭିତରେ ଠେଲାପେଲା ହେଇଛି। ବାବୁଲି ହଠାତ୍ ଗୋଟେ ଛୁରୀ ବି ବାହାର କରିଛି ଏବଂ ସେ ଠେଲି ଦେବାରୁ ଚନ୍ଦନ ତଳେ ପଡ଼ିଯାଇଛି। ସେଠି ଯୋଉ ତାଙ୍କର ଘର ଆଗରେ ଯୋଉ ଡ୍ରେନରେ ପଡ଼ିଯାଇଛି। ଏଇ ପାଟିଗୋଳ ଶୁଣିକରି ଚନ୍ଦନର ବାପା ମା ଏମାନେ ସବୁ ଦୌଡ଼ିକି ଆସିଛନ୍ତି। ତା ମା ଯେତେବେଳେ ଆଗରେ ପଳେଇ ଆସିଛି, ବାବୁଲି କ'ଣ କରୁଛି ନା, ସେ ଗୋଟେ ଛୁରୀ ଧରିଥିଲା, ସେ ଛୁରୀଟା ବୁଲିବା ଦ୍ୱାରା ତା ମାର ପେଟ ଟିକେ କଟି ଯାଇଛି ଏବଂ ତା ବାପାର ବି ମୁଣ୍ଡରେ ଟିକେ ଆଘାତ ହେଇଛି। ଏହାକୁ ଦେଖିକରି ଚନ୍ଦନ ପାଖରେ ପଡ଼ିଥିବା ଗୋଟେ ବାଉଁଶ ବାଡ଼ିରେ ତା ମୁଣ୍ଡକୁ ପ୍ରହାର କରିଛି, ପିଟିଛି, ଯାହାଫଳରେ କି ତାର ହେଡ୍ ଇଞ୍ଜୁରୀ ଅଧିକ ଅଛି ଏବଂ ସେ ସାଙ୍ଗେ ସାଙ୍ଗେ ତାକୁ ମେଡିକାଲ ନେଇଯାଇଥିଲେ। ମେଡିକାଲରୁ ତାକୁ କଟକ ରେଫର କରିଥିଲେ। କଟକରୁ ସେ ବର୍ତ୍ତମାନ ପଳେଇ ଆସିକରି ଆପୋଲୋ ହସ୍ପିଟାଲରେ ଟ୍ରିଟମେଣ୍ଟ ଅଛି। ତା କଣ୍ଡିସନ କ୍ରିଟିକାଲ ଅଛି। ନାଇଁ, ବ୍ୟକ୍ତିଗତ ଅକ୍ରୋଶ କିଛି ନଥିଲା ତାଙ୍କର, ସେମିତି ଆଗରୁ କିଛି ରିପୋର୍ଟ ନାହିଁ କି ସେମାନଙ୍କ ଭିତରେ କିଛି ଗଣ୍ଡଗୋଳ ନଥିଲା। ତ ଏଇ ଘଟଣାକୁ ନେଇକି ସେ ଯେତେବେଳେ ଟ୍ରିଟମେଣ୍ଟ କରିବି ବୋଲି ତାକୁ କହିଛି, ତାକୁ ସେଇଟା ଖରାପ ଲାଗିଛି, ଯାହାଫଳରେ କି ତାଙ୍କ ଭିତରେ ପାଟି ହେଇଛି ଏବଂ ପାଟିରୁ ପାଗଳ ତ ତାକୁ କହି ନାହିଁ, ଯେ ତାକୁ ଭଲ କରିବାକୁ ସେ କହୁଥିଲା, ଚାଲ ତତେ ମୁଁ ମେଡିକାଲ ନେଇଯିବି ଭଲ କରିବା ପାଇଁ। ତ ସେଇଟାକୁ ସେ ରାଗି ଯାଇଛି, ରାଗିକିରି ତାଙ୍କ ଭିତରେ ଠେଲାପେଲା ମାଡ଼ଗୋଳ ହେଇକି ଠେଲାପେଲା ହେଇଛନ୍ତି। ନା, ସେମାନଙ୍କର କୌଣସି ଆଗରୁ ଗଣ୍ଡଗୋଳ ଆମ ପାଖରେ ରିପୋର୍ଟ ନାହିଁ, କିମ୍ବା ଆମେ ଏପର୍ଯ୍ୟନ୍ତ ଗଣ୍ଡଗୋଳ ଆଗରୁ ହେଇଛନ୍ତି ବୋଲି କିଛି ଖବର ଆମ ପାଖରେ ବି ନାହିଁ। ତ ନର୍ମାଲି ସେମାନେ ଗୋଟେ ଫ୍ୟାମିଲିର ଦାଦା ପୁତୁରା, ଏମାନେ 4 ଭାଇ, ଏମାନେ ସବୁ ତାଙ୍କର ବାପା ଏସବୁ 4 ଭାଇ ଥିଲେ। ଯିଏ ଆକ୍ଚୁଆଲି ଯିଏ ଅଛି ବର୍ତ୍ତମାନ ଅଣ୍ଡର ଟ୍ରିଟମେଣ୍ଟ, ତା ବାପା ବି ଜଣେ ଜେଇ ଥିଲେ, ରିଟାୟାର୍ଡ କରିଥିଲେ। ତ ସେମାନେ ଗୋଟେ ଫ୍ୟାମିଲିର, ନର୍ମାଲି ତାଙ୍କ ଭିତରେ ସେମିତି କିଛି ଆଗରୁ ଗଣ୍ଡଗୋଳ ଝଗଡ଼ା କିଛି ନଥିଲା। ତ କାଲି ହଠାତ୍ ଏଇଆ ହେଇଛି ଏବଂ ଯୋଉଥିପାଇଁ କି ତାଙ୍କ ଭିତରେ ବଢି ଯାଇଛି ଗଣ୍ଡଗୋଳଟା। ନିଶ୍ଚିତ ଆମେ ସବୁ ଦିଗରୁ ତଦନ୍ତ କରିବୁ ଏବଂ ଏଥିରେ ଯୋଉମାନେ ଇନଭଲ୍ଭ ଥିବେ ସେମାନଙ୍କୁ ବି ଆମେ ଦେଖିବୁ ଏବଂ ଯୋଉ ନିଶା କଥା କହୁଛନ୍ତି ତା ଉପରେ ବି ଆମେ ତଦନ୍ତ କରିବୁ। ଦେଖନ୍ତୁ, ସେ ଇସ୍ୟୁ ପରେ ଆମେ ଆକ୍ଚୁଆଲି ଆମର ପେଟ୍ରୋଲିଂଟାକୁ ଟିକେ ଇଣ୍ଟେନ୍ସିଫାଇ କରିଛୁ ଅଧିକ, ମାନେ ନର୍ମାଲି ଇଭିନିଂ ଆୱାରରେ, ଅନ୍ୟ ସମୟରେ ଆମେ ପିସିଆରକୁ ମୁଭମେଣ୍ଟ କରୁଛୁ ବସ୍ତି ଭିତରେ। ତ ନିଶା କାରବାର କାଳେ ଚାଲିଥିବ ସେ ଉପରେ ବି ଆମେ ନଜର ରଖିଛୁ ଏବଂ ସେଗୁଡ଼ା ବି ରେଡ୍ କରାଯାଉଛି। ତ ଆମେ ପ୍ରିଭେଣ୍ଟିଭ ମେଜର ନେଉଛୁ, ପେଟ୍ରୋଲିଂ ଦେଉଛୁ।